गणेशाय नमः। नमस्कार बंधुगण, जय जगन्नाथ। आज हेउछि शुक्रवार। आज ठारू आरंभ करिबा संतोषी मातांक पुराण। किछि समय हेउ पछे निश्चय श्रवण करिवे। प्रथमे आसंतु श्री गणेश को वंदना करिबा, तापरे आरंभ करिबा संतोषी मातांक पुराण। श्री गणेश वंदना। जय जय गणनाथ गौरी नंदन, जय जय लंबोदर विघ्न विनाशन, जय जय गजानन प्रभु शिवासुत, तुमे प्रभु ज्ञान दाता जाने ही अटत, तुम दया बळे देव जे मूर्ख जन, होई थाए आनंद रे पंडित टी जान, तुम्भे प्रभु ज्ञान दाता अट गणनाथ, सर्वादो चरण मु बंदई हे तात, तुम्भर पयर भजिए दिन अज्ञान, लेखे प्रभु दया कर संतोषी पुराण, नाही मोर ज्ञान प्रभु पुराण लिखने, पाराबार अटे ये दिन न जानी न शुणी दिन लंफ देउछि, अतल जल रे प्रभु बुड़ी मु मरुछि, केउठारु अछि देवी संतोषी कीरति, पुणी केउठारु एही विप्र बयाल गोटी, पाराबार मध्यरे जे एक गोटी भेड़ा, रही अछि जेउ परी हुए अवहेला, सेही परी आहे प्रभु एही अधमर, ज्ञान नाही तिळे सुधा पुराण लेखार, तथापि हे विघ्न नाश बढी अछि चित्त, संतोषी कीरति मुहि रचिबि निश्चित, आरंभरे तव पाद पद्मरे मोहर, एहि निवेदन प्रभु तव श्री छामूर, विघ्न को विनाश कर हे लंब उदर, दीन जन भाजन ऋणी हे उगिर, भक्तंकर कामना को पूरण आशारे, रचु से पुराण गोटी प्रभु आनंद रे, विघ्न विनाश करिण लेखनी मुनरे, बस गणनाथ मोर डाक शुणिबारे, लेखे मु अबोध एही संतोषी पुराण, भक्तंकर दुख जीव न कर बारण, लेखिबि पुराण मोर लेखनी मुनरे, बस गणपति मोर डाक शुणबारे, बଳିछि मानस जेणु प्रभु लोक हसा, कर नाही ए मागुणी करई सहसा, तुमे जदि साहा मोर नहिब गोसाई, संसारे मु लोक हसा जीवी प्रभु होई, तेणु प्रभु मोते आजी कर हे सुदया, संतोषी पुराण लेखे कर नाही माया, पाद पद्म आरंभरे घेनी नमस्कार, भणे अबोध किशोर श्री चंद्रशेखर। भास्कर वंदना। जय प्रभु दिवाकर प्रभु छाया कांत,
ଦୁଃଖୀ ଜନ ବନ୍ଧୁ ତୁମ୍ଭେ ନାହିଁ ତବନ୍ତ, ତବ ଦୟା ବଳେ ପ୍ରଭୁ ଦ୍ୱାପର ଯୁଗରେ। କୃଷ୍ଣ ପୁତ୍ର ଶାମ୍ବ କୃଷ୍ଣ ହରିଲା ଅଚିରେ, ତାହାର ଯେ ଚିରନ୍ତନ କୀରତି ଉତ୍କଳ। ପ୍ରକାଶ କରେ ଶ୍ରୀକ୍ଷେତ୍ରେ କୋଣାର୍କ ମନ୍ଦିର, ସହସ୍ର କିରଣ ଧାରି ପ୍ରଭୁ ଦିବାକର। ଦୀନ ଜନ ଭଜେ ଆଜି ତୋବେ ନିପୟର, ବଳିଛି ମାନସ ପ୍ରଭୁ ପୁରାଣ ଲିଖନେ। ଲୋକ ହସନ କରିବ ପ୍ରଭୁ ମୁହିଁ ଜାଣେ, ଅଜ୍ଞାନ ତିମିର ମତେ ଗ୍ରାସୀ ଅଛି ଜାଣ। ତିମିର ବିଧ୍ୱଂସୀ ତୁମ୍ଭେ ହେ ବିଶ୍ୱ ମୋହନ, ସହସ୍ର ଅଂଶୁରେ ତବ ଏହି ପୃଥିବୀରୁ। ଧ୍ୱଂସ ହୁଏ ଅନ୍ଧକାର ତୁମ୍ଭରି କୃପାରୁ, ପୃଥିବୀ ଅନ୍ଧାର ତୁମ୍ଭେ ଯେପରି ଧ୍ୱଂସୁଛ। ସେହିପରି ଅଜ୍ଞାନର ଅନ୍ଧକାର ଧ୍ୱଂସ, ଜ୍ଞାନର ଆଲୋକ ମତେ ଦିଶୁ ଦିବାକର। ସନ୍ତୋଷୀ ପୁରାଣ ଗୋଟି ଲେଖେ ଆନନ୍ଦର, ନ କରିଲେ ଦୟା ପ୍ରଭୁ ହେବୁ ଲୋକହସା। କହିବେ ଯେ ନାନା ବାର୍ତ୍ତା ଓ ନାନା ବଚସା, ତେଣୁ ପ୍ରଭୁ ଛାୟା କାନ୍ତ ମୋ ଡାକକୁ ଶୁଣ। ଲେଖନି ମୁନରେ ବସି ଲେଖେ ମୁଁ ପୁରାଣ, ଏହି ଅଳି ଶ୍ରୀପୟରେ ଯେ ତବ ମୋହର। ପ୍ରଣିପାତ ଢାଳେ ଦିନ ଶ୍ରୀଚନ୍ଦ୍ର ଶେଖର। ଏବେ ଆସନ୍ତୁ ଲକ୍ଷ୍ମୀ ନାରାୟଣଙ୍କ ବନ୍ଦନା କରିବା। ଜୟ ଜୟ ନାରାୟଣ ମୁକୁନ୍ଦ ମୁରାରୀ, ଜୟ ଜୟ ମହାଲକ୍ଷ୍ମୀ ଅଲକ୍ଷ୍ମ ବୈରୀ। ସଂସାର ସାଗର ଘୋର ଅଟେ ତବ ଘର, ମାତା ପିତା ଦୁହେଁ ଅଟ ଏହି ପୃଥିବୀର। ଅନ୍ନଦାତ୍ରୀ ତୁମ୍ଭେ ଗୋମା ଅଟ ମହାମାୟା, ସାଗର ଦୁଲଣୀ ମାତା ବିଷ୍ଣୁଙ୍କର ଜାୟା। ସଂସାର ରୂପକ ବଡ଼ ଅଟେ ପାରାବାର, ତାରଣକୁ କରେ ଆଶା ପ୍ରଭୁ ଯେଉଁ ନର। ତବ ନାମ ନ ଧରିଲେ ପଡ଼ଇ ନର୍କରେ, ପାପ କର୍ଣ୍ଣ ଶୁଣି ତାହା ଅଛି ଯେ ଅଚିରେ। ଧର୍ମ ସଂସ୍ଥାପନ ତବ କରମ ମାଧବ, ଯୁଗେ ଯୁଗେ ଧର୍ମକୁ ପାଳିଛ ପାଳିବ। ନହିବ ଛପା ମୋର ତାହା ସନାତନ, କେତେ କେତେ ଦୁଷ୍ଟ ଧ୍ୱଂସ କରିଛ ଆପଣ। ନରସିଂହ ଅବତାରେ ସେ ପ୍ରହ୍ଲାଦକୁ, କରିଣ ସାହାଯ୍ୟ ବୋଧ କଲ ତା ପିତାକୁ। ରଜସ୍ୱଳା ନାରୀ ନଗ୍ନ ସହିନ ପାରିଣ, କରିଛ ଯେ ଦ୍ରୌପଦୀକୁ ପ୍ରଭୁ ବସ୍ତ୍ର ଦାନ। ପୁଣି ତବ ନାମ ଧରି ମହାପାପୀ ଯେତେ, ବସିଛନ୍ତି ବୈକୁଣ୍ଠେ ଜାଣେ ମୁହିଁ ଚିତେ। ଚାହୁଁ ନାହିଁ ତାହା ମୁହିଁ ପ୍ରଭୁ ନାରାୟଣ, ନର୍କେ ଅବା ବୈକୁଣ୍ଠେ ଯେତେ ଦିବ୍ୟ ସ୍ଥାନ। ତଥାପି ବଳିଛି ଚିତ୍ତ କରିବାକୁ ଯାହା, ପିତା ମାତା ବେନି ମୋର ହୁଅବାରେ ସାହା। ନ ଶୁଣିଲେ ଭକ୍ତ ଡାକ ଲକ୍ଷ୍ମୀ ନାରାୟଣ, ନିଶ୍ଚିନ୍ତ ଭାବରେ ପ୍ରଭୁ
ତେଜିବି ପରାଣ। ଆତ୍ମହତ୍ୟା ପାତକ ଯେ ଲାଗିବ ତୁମ୍ଭକୁ, ତେଣୁ ପ୍ରଭୁ ସାହାବାରେ ହୁଅ ଏ ଦିନକୁ। ଲକ୍ଷ୍ମୀ ରୂପୀ ମା ସନ୍ତୋଷୀ ପୁରାଣ ବର୍ଣ୍ଣନେ, ବଳି ଅଛି ଚିତ୍ତ ମୋର ଜାଣନ୍ତୁ ଆପଣେ। କି କରିବି ମନ ସିନା କରିଛି ଠାକୁର, ଜ୍ଞାନ ନାହିଁ ଏ ଦିନର ଜାଣ ନିରନ୍ତର। ସେଥିପାଇଁ ଜାଣେ ମୁହିଁ ଯେ ତୁମ୍ଭ ଦୁହିଁଙ୍କୁ, ଦିଅ ଜ୍ଞାନ ଶେଷ ମୁହିଁ କରେ ପୁରାଣକୁ। ସନ୍ତୋଷୀର କୀର୍ତ୍ତି ଗାଥା ପାରାବାର ସମ, ସଂକ୍ଷିପ୍ତରେ ଲେଖିବାକୁ କରିଅଛି ମନ। ନିରାଶନ କର ପ୍ରଭୁ ଭକତ ଗୁହାରି, ଭକତ ବାନ୍ଧବ ତୁମ୍ଭେ ଅନ୍ତର୍ଯ୍ୟାମୀ ହରି। ଲେଖନି ମୁନରେ ମୋର ବସି ନାରାୟଣ, କହିଦିଅ ପଦବାରେ ଲେଖେ ମୁଁ ପୁରାଣ। ଆରମ୍ଭ କରୁଛି ତବ ନାମ ଧରି ଜାଣ, ଭଲ ମନ୍ଦ ତୁମ୍ଭ ଦୁଇ ଦୋଷଟି ଯେ ଜାଣ। ତେଣୁ ଲକ୍ଷ୍ମୀ ନାରାୟଣ କର ନାହିଁ ଛନ୍ଦ, ଭଜଇ ପୟରଶ୍ରୀ ଚନ୍ଦ୍ରଶେଖର ନନ୍ଦ। ଶିବ ବନ୍ଦନା। ବନ୍ଦଇ ଶିବ ଶଙ୍କର ପ୍ରଭୁ ମହେଶ୍ୱର, ଦୀନ ଜନ ଅଭାଜନ ହେ ଚନ୍ଦ୍ରଶେଖର। ନାମ ତବ ଧରି ପ୍ରଭୁ ଦୈତ୍ୟ ଜଳନ୍ଧର, ତରିଗଲା ଭବ ପାରାବାରୁ ସତ୍ୟଗୀର। ମୃତ୍ୟୁଞ୍ଜୟ ଅଟ ତୁମ୍ଭେ ପିନାକୀ ଶଙ୍କର, ଯୁଗେ ଯୁଗେ ଦୟାମୟ ଅଟ ପ୍ରଭୁ ହର। ସାଗର ପରାଏ ଅଟେ ସନ୍ତୋଷୀ କୀରତି, ପ୍ରକାଶ ଆଶାରେ ମୋର ବଳି ଅଛି ମତି। 14 ଅକ୍ଷର ବୃତ୍ତେ କରିବି ବର୍ଣ୍ଣନ, ନାମଟି ମୁଁ ଦେବି ତାର ସନ୍ତୋଷୀ ପୁରାଣ। ତଥାପି ପୁରାଣ ରଚନାରେ ମୋର ଜ୍ଞାନ, ନାହିଁ ତିଳେ ମହେଶ୍ୱର ଅବୋଧ ଜ୍ଞାନ। ତବ ଦୟା ହେଲେ ନିଶ୍ଚୟ ପୁରାଣ ସାଗର, ଲଙ୍ଘିବି ନିଶ୍ଚିତ ପ୍ରଭୁ ଏ ଆଶା ମୋହର। ସେଥିପାଇଁ ଦୟାମୟ କର ହେ ସୁଦୟା, ଏ ନିମନ୍ତେ ତିଳେ ହେଲେ କର ନାହିଁ ମାୟା। ଅବୋଧ ଜ୍ଞାନ ବାଳ ଜାଣିଅଛ ତୁମ୍ଭେ, ଶିକ୍ଷା ଦୀକ୍ଷା କେତେ ଅବାକି ସମୁହି ଜାଣେ। ନାମକୁ ମାତ୍ର ମୁଁ ପ୍ରଭୁ ତୁମ୍ଭେ ସବୁ ସାହା, ସନ୍ତୋଷୀ ପୁରାଣ ମୋର ହୋଇବଟି ଯାହା। ସେହି ଲାଗି ଭଲ ମନ୍ଦ ସବୁ ତ ତୁମରି, ଲେଖନି ମୁନରେ ବସ ହେ ପିନାକ ଧାରି। ଶ୍ରୀପଦ ପଙ୍କଜେ ମୋର ଘେନ ହେ ପ୍ରଣାମ, ଚନ୍ଦ୍ରଶେଖର ଯେ ଲେଖୁ ସନ୍ତୋଷୀ ପୁରାଣ। ସାରଳା ଦୁର୍ଗା ଦେବୀଙ୍କ ବନ୍ଦନା। ଜୟ ଜୟ ଦୁର୍ଗା ମାଗୋ ସଦା ଶିବ ଜାୟା, କୋଟି ଯୋଗ୍ନି ପରିବୃତା ଅଟୁ ମହାମାୟା। ଦୁଷ୍ଟକୁ ନିବାରି ମାତା ଶ୍ରନ୍ଥ ପାଳୁ ତୁହି, ଯୁଗେ ଯୁଗେ ଦୁଷ୍ଟ ଧ୍ୱଂସୀ ନାମ ଅଛି ରହି। ଅଟୟ ରୂପା ତୋର ନାହିଁ ଆଦି ଅନ୍ତ, କେଣେ ଅବା ଯେଉଁ ପରି ହେଉ ବିରାଜି।
କିସ ବା ବଖାଣିବ ଏ ଅଜ୍ଞାନ ଛାର। ନାନା ସ୍ଥାନେ ନାନା ରୂପେ ପାଇ ମାତୁ ପୂଜା। 10 ବା 18 ପୁଣି କେଉଁଠି ଦିଭୁଜା। ପବିତ୍ର ଏ ଉତ୍କଳରେ ତୋ ରୂପ ଅନେକ। ନାନା ସ୍ଥାନେ ନାନା ରୂପ ଜାଣେ ମୁଁ ତୋର ତ। ପବିତ୍ର ମଗଧ ଦେଶ କନକପୁରରେ ଝଙ୍କଡ଼ବାସିନୀ ବୋଲି ନାମ ତୋ ଚିରେ। ସେଠାରେ ସାରଳା ପୁଣି ଅଟଇ ତୋ ନାମ। ମୂର୍ଖକୁ ପଣ୍ଡିତ କରୁ ଧ୍ୱଂସୁ ମା ଅଜ୍ଞାନ। କଟକରେ ଯେ କଟକ ଚଣ୍ଡୀ ନାମ ତୋର। ଭକତଙ୍କ ଦୁଃଖ ଶୁଣୁ ନ କରିଉଛୁର। ପୁଣ୍ୟଭୂମି ଯଜ୍ଞପୁରେ ବୈତରଣୀ ତୀରେ ଦ୍ୱିଭୁଜା ବିରଜା ନାମ ବୋଲାଉଛୁ ବାରେ। ବାଣପୁରେ ଭଗବତୀ ଅଟେ ନାମ ତୋର। ଠାକୁରାଣୀ ନାମେ ଖ୍ୟାତ ମହୁରୀ ରାଜ୍ୟର। ସେଠାରୁ ଅନତି ଦୂରେ ତୁ ତାରା ତାରିଣୀ। କେନ୍ଦୁଝର ଘଟ ଗ୍ରାମେ ଏହି ନାମେ ପୁଣି। ସଙ୍କଟ ତାରିଣୀ ନାମ ସେଠି ତୋ ଜନନୀ। ଶ୍ରୀକ୍ଷେତ୍ରରେ ନାମ ତୋର ବିମଳା ଭବାନୀ। ସମ୍ବଲପୁରରେ ତୋର ନାମ ସମଲାଇ। ଦୁଃଖୀ ରଙ୍କିଡ଼ାକ ଶୁଣୁ ଖୁସି ମନେ ରହି। ମଙ୍ଗଳା ନାମକୁ ଧରି କାକଟପୁରରେ ରହିଅଛୁ ଜାଣେ ମାଗୋ ଅତି ଆନନ୍ଦରେ। ନୂଆ ରାଜଧାନୀ ମାତା ଏକାମ୍ର କାନନ। ସେଠାବରେ ଯେ ଗୌରୀ ଅଟେ ତୋର ନାମ। ଅତଳ ଚିଲିକା ଜଳେ ପର୍ବତ ଶିଖରେ। କାଳିଜାଇ ନାମ ମାତ ହୋଇଲା ଅଚିରେ। ଆହୁରି ତୋ ନାମ କେତେ ରହିଅଛି ମାତା। ମୁଁ ଛାର ବାକି ବର୍ଣ୍ଣନା କରିବି ମୋ ଚିନ୍ତା। ଅବୋଧ ଜ୍ଞାନ ମୁହିଁ ଅଟଇ ବାଳୁତ। ତୋର ନାମ ଧରିବାକୁ ନାହିଁ ମୋ ସାହସ। ଜାଣିଅଛି ନାନା ସ୍ଥାନେ ନାମ ଭିନ୍ନ ତୋର। କାମ ହିଁ ଗୋଟିଏ ଜାଣିଛି ଆବର। ଦୁଷ୍ଟ ନିବାରିଣୀ ତୁ ହି ଯେ ସନ୍ଥ ପାଳିନୀ। ବିପଦ ଭଞ୍ଜନୀ ମାତା ସଙ୍କଟ ତାରିଣୀ। ତୋହର ଆଶିଷେ କେତେ କବି ଓ ଭାବୁକ। ଅଜ୍ଞାନ ଅନ୍ଧାର ଧ୍ୱଂସି ରଖିଗଲେ ଟେକ। ତୋ ଲାଗି କୃଷ୍ଣ ପ୍ରସାଦ ଯେ କବି ମଞ୍ଜୁଳ। ଉପଇନ୍ଦ୍ର ଦୀନ କୃଷ୍ଣ ସାରଳା ବର। ହୋଇଲେ ସେ ମହାକବି ପବିତ୍ର ଉତ୍କଳେ। ମହାମୂର୍ଖ କାଳିଦାସ ମହାକବି ହେଲେ। ତଥାପି ମୋ ଆଶା ନାହିଁ ରାଜ ସିଂହାସନେ। ବଡ଼ କହି ଦେବା ଆଶା ନାହିଁ ମୋର ମନେ। ଦୁଃସାହସ କରି ମାଗ ଧରିଛି ଲେଖନି। ସନ୍ତୋଷୀ କିରତି ବର୍ଣ୍ଣନା କରିବି ମୁହିଁ। ସାଗର ପରାୟ କୀର୍ତ୍ତି ଅକ୍ଷୟ ମୋର। କିୟ ବା ବର୍ଣ୍ଣିବି ମୁହିଁ ନ ଜାଣେ ମାତର। ମାତା ମୋର ଅନୁରୋଧ ରଖ ଗୋ ଏତକ। ଲେଖନି ମୁନରେ ବସି କୁହ ଦତକ।
ଲେଖେ ସଂକ୍ଷିପ୍ତ ଭାବରେ ସନ୍ତୋଷୀ ପୁରାଣ। ଭକତଙ୍କ ଦୁଃଖ ଯାଉ ଫେଡ଼ ମା କଷଣ। ନ ହୋଇଲେ ସାହା ତୁମ୍ଭେ ଏ ଚନ୍ଦ୍ରଶେଖର। ହୋଇବ ଉପହାସିତ ସଂସାରେ ନିକର। ନ କର ମା ଲୋକ ହସା ପୁତ୍ର ପରେ ଦୟା। କର ବୋଲି ଅନୁରୋଧ କରେ ମହାମାୟା। ସର୍ବାଙ୍ଗ ସୁନ୍ଦର ହୋଇ ସନ୍ତୋଷୀ ପୁରାଣ। ସଂକ୍ଷିପ୍ତ ଭାବରେ ଯେନେ ହୋଇବ ପୂରଣ। ତୁମ୍ଭ ନାମ ଧରି ମାତା ଆରମ୍ଭ ମୁଁ କରେ। ଭଲ ମନ୍ଦ ତୁମ୍ଭ ଦୋଷ ହୋଇବ ଚିରେ। ଅବୋଧ ଜ୍ଞାନ ମୋତେ ଦିଅ ଦିବ୍ୟ ଜ୍ଞାନ। କରେ ମୁଁ ରଚନା ଏହି ସନ୍ତୋଷୀ ପୁରାଣ। ପଦେ ପଦେ ସୁଧାରସ ଭରିବ ଜନନୀ। ଦୀନ ଚନ୍ଦ୍ରଶେଖର ଏତିକି ମାଗୁଣି। ସରସ୍ୱତୀ ବନ୍ଦନା। ବନ୍ଦେ ପାଦବେ ନିମାଗ ଗିରିବାକ ବାଣୀ। ଭାରତୀ ତୁ ବିଦ୍ୟାଦାତ୍ରୀ ତୁ ହଂସ ବାହିନୀ। ତୋର ଲାଗି ଉଜ୍ଜୟିନୀ ବାସୀ କାଳିଦାସ। ମହାମୂର୍ଖରୁ ଯେ ହେଲେ ସେ ମହାପଣ୍ଡିତ। ରତ୍ନାବତୀ ଠାରୁ ଧକ୍କା ଖାଇଣ ଜନନୀ। ସରସ୍ୱତୀ କୁଣ୍ଡ ପାଶେ ଗଲେ ତତ୍କ୍ଷଣି। ହାରିବାକୁ ପ୍ରାଣ ସିଏ କରିଲେ ଶପଥ। ସେ କାଳରେ ଦେଖା ତୁହି ଦେଲୁ ଗୋମାତ। ଥିଲେ ସେ ଅଜ୍ଞାନ ଏହା ଅଛି ମୋର ମନେ। ତୋର ଆଶୀର୍ବାଦେ ଜ୍ଞାନୀ ସାଜିଲେ ସେ ଜଣେ। ସେହି ଆସେ ମାଘ ମୁହିଁ ଡାକୁଅଛି ତୋତେ। ଅଜ୍ଞାନ ତିମିର ମୋର ଧ୍ୱଂସ ବିରତେ। ଯେଉଁ ପରି ଭାବେ ଜ୍ଞାନ ଲୋକ ଲୋଭିବାର। ଉପାୟ ମିଳିବ ମୋତେ କହେ ବାରମ୍ବାର। ପୁରାଣ ଲେଖନେ ମୋର ନାହିଁ ତିଳେ ଜ୍ଞାନ। ବଳିଛି ମାନସ ଲେଖିବି ମୁହିଁ ପୁରାଣ। ଜାଣିଅଛି ଯେ ଅନନ୍ତ ସନ୍ତୋଷୀ ଚରିତ। ତଥାପି ସଂକ୍ଷିପ୍ତ ଭାବେ ହେବ ପ୍ରକାଶିତ। ଏହି ମାନସ ମୋହର ଯେପରି ଫଳିବ। ସେହିପରି ଅନ୍ତରାଳେ ଉଦ୍ୟମ କରିବ। କରି କରାଇବ ତୁମ୍ଭେ ବିଷ୍ଣୁ ପାଟରାଣୀ। ଅଦୋଧର ନାମେ ସିନା ପୁରାଣଟି ଭଣି। 14 ଅକ୍ଷରୀ ବୃତ୍ତେ ସର୍ବାଙ୍ଗ ସୁନ୍ଦର। ହୋଇବ ଯେପରି ମାତା ଯତନଟି କର। ଭଲ ମନ୍ଦ ତୁମ୍ଭ ଦୋଷ କହିବି ମୁଁ ସାକ୍ଷୀ। ଯେପରି ନହିବ ମନ୍ଦ କହେ ଗୋସୁମୁଖୀ। ତୁମ୍ଭ ବିନା ଆଉ କିଏ ନହିବ ସହାୟ। ଯୁଗେ ଯୁଗେ ଋଣୀ ମୁହିଁ ହୋଇବି ନିଶ୍ଚୟ। ସନ୍ତୋଷୀ ପୁରାଣ ମାତା କରୁଛି ଆରମ୍ଭ। ଲେଖନି ମୁନରେ ବସି ପଦ କହିଦେବ। ଯେଉଁ ପରି ଲୋକ ହସା ନ ହୋଇବ ଦିନ। ଧ୍ୱଂସ କରି ଅଜ୍ଞାନକୁ ଦିଅ ଦିବ୍ୟ ଜ୍ଞାନ। ଏତିକି ଅଳି ଜନନୀ ତୋର ଶ୍ରୀପୟରେ।
ନିରାଶ ନ କର ଚନ୍ଦ୍ରଶେଖର ଯେ ବୋଲେ। ଗୁରୁ ବନ୍ଦନା। ଅଖଣ୍ଡ ମଣ୍ଡଳାକାରମ୍ ବ୍ୟାପ୍ତ ଯେନ ଚରାଚରମ୍ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁର୍ବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ନମୋ ନମୋ ଗୁରୁଦେବ ନମୋ ଜ୍ଞାନଦାତା। ନମୋ ନମୋ ଗୁରୁଦେବ ତୁମେ ହର୍ତ୍ତା କର୍ତ୍ତା। ତବ ବଳେ ମହାମୂର୍ଖ ହୁଇ ପଣ୍ଡିତ। ତୁମ୍ଭରି ଆଶିଷେ ହୁଏ ଅଜ୍ଞାନୀ କୋବିଦ। ଦିଅ ଶୁଭାଶିଷ ତୁମେ ସବୁରି ମଥାରେ। ଉଚ୍ଚ ନିଚ ଭେଦ ଭାବ ନାହିଁ ତୁମଠାରେ। ତୁମେ ଅଟ ମହାଶକ୍ତିମୟ ସୁପୁରୁଷ। ତୁମରି ଦୟାରେ ସୃଷ୍ଟି ହୁଏ ଆତ ଜାତ। ତୁମେ ଗରିୟାନ ଗୁରୁ ବେଦପତି ଠାରୁ। ତୁମେ ବିଷ୍ଣୁ ତୁମେ ପୁଣି ଶିବ ଆହେ ଗୁରୁ। ସଂସାର ରହସ୍ୟ କର୍ତ୍ତା ସବୁ ଗୁରୁଦେବ। ତୁମ ବିନେ ଚରାଚର କୋହି ନ ମଣିବ। ଗୁରୁ ବିନା ବିଦ୍ୟା ଶିକ୍ଷା ଅଟେ ଅର୍ଥହୀନ। କର୍ମ ସମୟରେ ତାହା ନହେଟି କାରଣ। ଏହା ପ୍ରମାଣଟି ଅଛି ଶ୍ରୀ ମହାଭାରତେ। ଏକଲବ୍ୟ ଦ୍ରୋଣକୁ ଯେ ସଙ୍ଗୁଠି ଯାଚେ। ହେଉ ପଛେ କର୍ମହୀନ ଗୁରୁ ଆଜ୍ଞା କେବେ। ପକାଇବ ନାହିଁ ତଳେ ମନ ମଧ୍ୟେ ଭାବେ। ସେହିପରି ଗୁରୁଦେବ ଆଜି ଗୁରୁ ଭାର। କିପରି ଲାଘବ ହେବ ବିଚାରଟି କର। ସଂସାର ସାଗର ଘୋରେ ଅବୋଧ ବାଳକ। ସନ୍ତୋଷୀ କୀର୍ତ୍ତି ବର୍ଣ୍ଣିବି ବଳିଛି ମାନସ। କିଞ୍ଚିତମ ବୁଦ୍ଧି ଜ୍ଞାନ ସେଥିରେ ପୁରାଣ। ନ ହୋଇବ ଶେଷ ବୋଲି ଲୋଡ଼େ ତବ ଜ୍ଞାନ। ଜ୍ଞାନୀ ରୂପୀ ଶୁଭାଶିଷ ଦିଅ ଗୁରୁଦେବ। ଯେପରି ଏ ପୁରାଣଟି ସମ୍ପୂର୍ଣ୍ଣ ହୋଇବ। ଏହି ଅଳି ଶ୍ରୀ ଛାମୁରେ ଦିନ ଅବଧର। ସନ୍ତୋଷୀ ପୁରାଣ ଲେଖେ ଯେ ଚନ୍ଦ୍ରଶେଖର। ଏବେ ଆସନ୍ତୁ ଆରମ୍ଭ କରିବା ସନ୍ତୋଷୀ ମାତା ପୁରାଣ। ଆଜିର ବିଷୟ ରହିଛି ବ୍ରହ୍ମା ନାରଦଙ୍କ କଥୋପକଥନ ଏବଂ ନାରଦଙ୍କ ପ୍ରଶ୍ନ। ଏଥୁ ଅନ୍ତେ ସୁଜ୍ଞ ଜନେ ଦିଅ ମନ କର୍ଣ୍ଣ। ସନ୍ତୋଷୀ ପୁରାଣ ଅଟେ ପବିତ୍ର ଆଖ୍ୟାନ। ଯାହା ଥିଲା ଅଗୋଚର ପୁଣ୍ୟ ଉତ୍କଳରେ। ତାହାର ବର୍ଣ୍ଣନେ ଚିତ୍ତ ବଳିଛି ମୋହରେ। ଆନମନା ନହି ଶୁଣ ପବିତ୍ର ବୃତ୍ତାନ୍ତ। ଶୁଣିଲେ ଆନନ୍ଦ ନିଶ୍ଚୟ ହୋଇବ ଚିତ୍ତ। ପବିତ୍ର ଆଖ୍ୟାନ ଇଏ ଦେବୀ କୀର୍ତ୍ତି କଥା। ଶୁଣିଲେ ଯେ ସର୍ବ ଦୁଃଖ ନଥିବ ଜାଣିଥା। ଏକ ଦିନେ ବେଦପତି ନିରାକାର ସୁତ। ବ୍ରହ୍ମାପୁରେ ବସିଥାନ୍ତି ହୋଇ ଆନନ୍ଦିତ। ପାଖରେ ତାଙ୍କ ଥାଏ ଯେ କମଣ୍ଡଳୁ ଏକ। ପୂର୍ଣ୍ଣ ହୋଇ ରହିଥାଏ ଯେ ଜାଣ ଅମୃତ। ଅମୃତ ସହିତେ ପୁଣି କମଣ୍ଡଳୁ ମଧ୍ୟ।
ରୁକ ଯଜୁ ଶ୍ୟାମ ଆଉ ଅଥର୍ବ ଯେ ବେଦ ରହିଥାନ୍ତି ଚାରି ବେଦ ଆନନ୍ଦ ମନରେ। ଏହା ପରେ ହେଲା କିସ ଶୁଣ ତାବାରେ ଚତୁର୍ମୁଖ ବେଦ ବର ପାଶେ ବୀଣା ପାଣି ଆନନ୍ଦେ ସଙ୍ଗୀତ ଗାନ କରୁଥାନ୍ତି ପୁଣି। ବେନି ପାର୍ଶ୍ୱେ ବେନି ପତ୍ନୀ ଗାୟତ୍ରୀ ସାବିତ୍ରୀ ବସିଣ ଆନନ୍ଦେ କଥାବାର୍ତ୍ତା କରୁଥାନ୍ତି। ଗାୟତ୍ରୀ ସାବିତ୍ରୀ ମଧ୍ୟେ ପ୍ରଭୁ ବେଦ ବର ତାରକା ଗ୍ରହଣେ ଯେହ୍ନେ ଦିଶନ୍ତି ଚନ୍ଦର। ସରସ୍ୱତୀ ଓ ଗାୟତ୍ରୀ ସାବିତ୍ରୀ ଯେ ତିନି ଗହଣରେ ବସିଥାନ୍ତି ପ୍ରଭୁ ଦେବ ଜଣେ। ତାରକା ମେଳରେ ଚନ୍ଦ୍ର ଯେହ୍ନେ ଫୁଟି ଦିଶେ ସେହିପରି ପରମେଷ୍ଠି ବସିଥାନ୍ତି ସୁଖେ। ଚତୁର୍ମୁଖ ସହିତେ ଯେ ପଦ୍ମର ଆସନ ଶୋଭା ତାଙ୍କ ଦ୍ୱିଗୁଣିତ କରିଥିଲା ଜାଣ। ସ୍କନ୍ଧେ ଶୁଭ୍ର ବର୍ଣ୍ଣ ବୋଲି ଯଜ୍ଞ ଉପବୀତ ଚନ୍ଦ୍ର ଜ୍ୟୋତ୍ସ୍ନା ପରାଏ ଯେ ଦିଶେ ଧବଳିତ। ଶରୀରର ଆଭରଣ ବର୍ଣ୍ଣିତ ଅମ୍ବର ଦିଶୁଥିଲା କେଉଁ ପରି କହିବ ଆବର। ସମସ୍ତ ଶରୀର ଜାଣ ବେଦପତିଙ୍କର ଆଚ୍ଛାଦନ କରିଥିଲା ଉତ୍ତରୀୟ ତାର। ହସ୍ତରେ ଯେ ସହୁଥିଲା ଏକ ପୋଥି ବେଦ ରୁକ ଯଜୁ ସହିତରେ ସାମ ଓ ଅଥର୍ବ। ଆନ ହାତେ ରୁଦ୍ରାକ୍ଷ ମାଳା ଗୋଟିଥିଲା ଆବର ହସ୍ତରେ ସେହି ପରି ସହୁଥିଲା। ଆନନ୍ଦ ମନରେ ବେଦ ପତି ବେଦ ବର ଶୁଣୁଥାନ୍ତି ବାଣୀଙ୍କର ବଳ କଣ୍ଠସ୍ୱର। ବୀଣାର ଝଙ୍କାରେ ଦେବୀ ସରସ୍ୱତୀଙ୍କର ଗାଉଥାନ୍ତି ଆନନ୍ଦରେ ମିଶି ତାଙ୍କ ସ୍ୱର। ଏମିତି ଭାବରେ ବେଦପତି ଆନନ୍ଦରେ ବସିଥାନ୍ତି ଆନନ୍ଦରେ ସେହି ବ୍ରହ୍ମାପୁରେ। ମନେ ରଖ ସୁଜ୍ଞଜନ ବ୍ରହ୍ମାଙ୍କ କୁମର ଏ ସମୟ ଯାଇଥାନ୍ତି ସୁଖେ ମର୍ତ୍ତ୍ୟପୁର। ପିତାଙ୍କର ଅନୁମତି ଘେନିଣ ନାରଦ ଜାନ ଆରୋହଣେ ଗଲେ ମର୍ତ୍ତ୍ୟେ ନୋହି ଖେଦ। ଆକାଶ ମାର୍ଗରେ ଜାନ ଆରୋହଣ କରି ବୁଲି ଦେଖୁଥାନ୍ତି ସିଏ ମର୍ତ୍ତ୍ୟକୁ ଯେ ପୁରୀ। ବ୍ରାହ୍ମଣ କୁମାର ସିଏ ଅଟେ ବୀଣାଧାରୀ ଯଜ୍ଞ ଉପବୀତ ସହୁଥିଲା ମୁକ୍ତା ପରି। ଆକାଶ ମାର୍ଗରେ ମୁନି ଚାଲିଗଲା ବେଳେ ଚନ୍ଦ୍ରମା ଚାଲିଲା ପରି ଦିଶନ୍ତି ସଧୀରେ। ଚନ୍ଦ୍ରମା ଦେହରେ ଯେନେ କଳଙ୍କ ରଚିନ ଲବେ ମାତ୍ର ଦିଶେ ନିଶ୍ଚେ ପୂର୍ଣ୍ଣମୀର ଦିନ। ସେହିପରି ଦେବ ଯଦି ଶୁଭ୍ର ଶରୀରରେ କଙ୍କ ପରାୟଣଙ୍କ ଲଲାଟ ଯେ ଦେଶରେ କେଶରାଶି ଦିଶୁଥିଲା ଯେ ଶୁଭ୍ର ଶରୀର। ଚନ୍ଦ୍ରମା ଦେହରେ କଳଙ୍କ ଦିଶେ ଯେନେ ଗଳାରେ ତାଙ୍କର ସଦା ପ୍ରସ୍ଫୁଟିତ ଫୁଲ ଗୁନ୍ଥା ହୋଇ ଶୋହୁଥିଲା ଏକ ଦିବ୍ୟ ମାଳ।
ମାଳ ଗୋଟି ଶୁଭ୍ର ବପୁ ମଧ୍ୟରେ ତାଙ୍କର ପ୍ରଭାତ କାଳୀନ ସୂର୍ଯ୍ୟ ପରି ଯେ ସୁନ୍ଦର। ଶରତ କାଳୀନ ଶୁଭ୍ର ଆକାଶ ପ୍ରଭାତେ ଦିଶଇ ପ୍ରଭାତ ସୂର୍ଯ୍ୟ ଯେପରି ଉଦିତେ। ସେହିପରି ସଦା ଫୁଲ ମାଳା ଦିଶୁଥିଲା ଆନନ୍ଦ ମନରେ ମୁନି ଧୀରେ ଗମୁଥିଲା। ମର୍ତ୍ତ୍ୟ ଆଡ଼େ ତୀକ୍ଷ୍ଣ ଦୃଷ୍ଟି ଥିଲା ରହି ତାଙ୍କ ଯେଉଁପରି ଭାବେ ତୀକ୍ଷ୍ଣ ସୂର୍ଯ୍ୟକର ଯାକ। ଏହିପରି ଭାବେ ମର୍ତ୍ତ୍ୟ ଲୋକକୁ ନଜର କରି ଚାଲୁଥାନ୍ତି ସୁଖେ ବ୍ରହ୍ମାଙ୍କ କୁମର। ଏଥୁ ଅନ୍ତେ ଶୁଣ ଶୁଣ ମର୍ତ୍ତ୍ୟ ସମାଚାର। ବରଷକେ 12 ମାସ ଅଟଇ ମର୍ତ୍ତ୍ୟର। 12 ମାସେ 16 ଋତୁ ହୁଇଟି ଜାଣ। ପ୍ରତିବେନି ମାସେ ହୁଏ 1 ଋତୁ ପୁଣ। 1 ମାସେ ରହିଥାଏ 30ଟି ଦିନ। ପ୍ରତି 7 ଦିନ ମିଶି ସପ୍ତାହଟି ଜାଣ। ରବିବାର ଗୋଟିଏ ଅଟେ ପ୍ରଭୁ ସୂର୍ଯ୍ୟଙ୍କର। ମଙ୍ଗଳେ ମଙ୍ଗଳ ପୁଣି ବୁଧେ ବୁଧଙ୍କର। ଗୁରୁବାରେ ମହାଲକ୍ଷ୍ମୀଙ୍କର ହୁଏ ପୂଜା। ଶୁକ୍ରବାରେ କେଉଁ ଦେବ ହୁଇଟି ପୂଜା। ଏଇ କଥା ଦିନେ ତାହା କହିଥିଲେ ମୁନି। ଦେବଙ୍କର ପୁତ୍ର ପିତା ପାଶେ ଜାଣ ପୁଣି। କର୍ମ ଆସେ ବେଦବର ସେଦିନଟି ଜାଣ। କହିଥିଲେ ଯେ ନାରଦ ମୁନିଙ୍କ ପାଶେଣ। ସେଦିନ ଯେ ମହାମୁନି ଆକାଶର ମାର୍ଗେ ଦେଖିଥିଲେ ନର ନାରୀ ପୂଜନ୍ତି ସରାଗେ। ଶୁକ୍ରବାର କେଉଁ ଦେବ ଅଭୀଷ୍ଟ ଯେ ବାର। ଜାଣିନଥିଲେ ନାରଦ ଜାଣ ସେହି ଗିର। ଆକାଶ ମାର୍ଗରୁ ସିଏ ସରାଗେ ଦେଖିଣ। ଲକ୍ଷ୍ୟ କରେ କେଉଁ ଦେବୀ ପୂଜୁଛନ୍ତି ପୁଣ। କେଉଁ ପରି ଦେବୀ ରୂପ ଦର୍ଶନ ଆଶାରେ। ନିରେଖି ଚାହିଁଲେ ମୁନି ଅତି ବେଗ ଭରେ। ସନ୍ତୋଷୀ ମାତାଙ୍କ ମୂର୍ତ୍ତି ଜାଣି ସେ ନଥିଲେ। ତେଣୁ ପ୍ରଥମରେ ତାଙ୍କ ଆସନ ଦେଖିଲେ। ଦିବ୍ୟ ଆସନରେ ବସିଛନ୍ତି ଏକ ନାରୀ। ଶରୀରର ପରିପାଟି ଦିଶଇ ସୁନ୍ଦରୀ। ଚତୁର୍ଭୁଜ ଅଟେ ତାଙ୍କ ଦକ୍ଷିଣ ହସ୍ତରେ। ଶୋହେ କରବାଳ ଦେବୀଙ୍କ ଊର୍ଧ୍ୱ ହସ୍ତରେ। ନିମ୍ନ ହାତ ଦେବୀଙ୍କର ଶୁଭାଶିଷ ପରି। ରହିଅଛି ସରାଗରେ ଜାନୁର ଉପରି। ବାମ ହସ୍ତେ ଶିବଙ୍କର ପ୍ରିୟ ଯେଉଁ ଅସ୍ତ୍ର। ଶୋହେ ସେହି 3 ଶୂଳ ନିମ୍ନେ ଅନପାତ୍ର। ବାମ ହସ୍ତେ ନିମ୍ନ ଭାଗେ ଦିଶେ ଏକ ପାତ୍ର। କିଶୋର ଜାଣି ପାରିଲେ ସେହି ଯେ ପାତ୍ର। ଦେଖି ଏହି ମୂର୍ତ୍ତି ମୁନି ହୋଇ ପ୍ରଶ୍ନବାଚୀ। ପିତାଙ୍କ ନିକଟେ କ୍ଷିପ୍ର ଗତିରେ ଗମନ୍ତି। ପିତା ପାଶେ ପହଞ୍ଚିଣ ସେହି ବୀଣାଧାରୀ। ମାତା ପିତାଙ୍କର ମଧ୍ୟେ ବସି ଯେ ଆବରି। ପ୍ରଶ୍ୱାସ ନିଶ୍ୱାସ ମୁନି
ନେଉଥାନ୍ତି ଖରେ। ଏହା ଦେଖି ଆଚମ୍ବିତ ଲାଗେ ବେଦବରେ। କି ହୋଇଲା ପୁତ୍ର ମୋର ମର୍ତ୍ତ୍ୟପୁର ଠାରୁ, ଯାଇଥିଲ କି କାରଣେ ଦେଖେ ରୂପକୁ। କେଶନେ ଭୁଲତା ତାର ମନ ମଧ୍ୟେ ଜାଣ, କୁଞ୍ଚି ହୋଇଯାଏ ପୁଣି ଚାହେଁ ଆବେଗନ। ଏହା ଦେଖି ବେଦବର ନ କରି ବିଳମ୍ବ, ପୁଛନ୍ତି ନାରଦ କିମ୍ବା ହେଉ ହଡ଼ବମ୍ବ। ଯାଇଥିଲୁ ମର୍ତ୍ତ୍ୟପୁରେ କି ହୋଇଲା ତୋର, ଥକା ମାରି କି କାରଣେ ବସୁରେ କୁମର। କି ହୋଇଲା ପୁତ୍ର ତୋର କହ ମୋ ଗ୍ରତେ, ସନ୍ଦେହ ମୋଚନ ତୋର କରିବି ନିଶ୍ଚିତେ। ଶୁଣି ଏପରି ବାରତା ପିତାଙ୍କ ମୁଖରୁ, ଆନନ୍ଦ ମନେ ନାରଦ ବୋଲେ ଶ୍ରୀ ମୁଖରୁ। ଯେଉଁ ପରି ଅନ୍ଧ ନିଜେ ଲହୁଡ଼ି ହଜାଇ, ପାଇଗଲେ ହୁଏ ଖୁସି ସେହିପରି ତହିଁ। ଆନନ୍ଦ ହୋଇଣ ନିଜେ ଭାସଇ ବଚନ, ଶୁଣ ପିତାମହ ମୋର କୁହ କଥା ମାନ। ଅତୀତରୁ ସ୍ମର ପୀଡ଼ା ଏକଦା ତୁମକୁ, ପୁଛିଥିଲି ଏକ କଥା ଆହେ ହେ ମନକୁ। ଅତୀତକୁ ସ୍ମର ପିତା ଏକଦା ତୁମକୁ, ପୁଛିଥିଲି ଏକ କଥା ଆଣ ହେ ମନକୁ। ଘଟିଅଛି ସେହି ଏକ ଘଟଣାଟି ମୋର, ସେଥିଲାଗି ଏହିପରି ଦିଶଇ କୁମର। ନାରଦଙ୍କ ଗିର ଶୁଣି ପ୍ରଭୁ ବେଦବର, ଅତୀତକୁ କଲେ ଚିନ୍ତା ନ କରି ଉଛୁର। ତଥାପି ଯେ ମନେ ତାଙ୍କ ତାହା ନ ହୋଇଲା, କି କରିବେ ବୋଲି ତାଙ୍କ ହୃଦୟ ଭାବିଲା। ଏମନ୍ତ ଭାବରେ କିଛି କ୍ଷଣ ପିତାମହ, ଭାବିଣ ମନରେ କିଛି ନହିଲା ସନ୍ଦେହ। ଏହା ଦେଖି ବେଦବର ପୁଣି ଯେ କୁମରେ, ମନ ମଧ୍ୟେନ ଆସଇ କୁହ ତୁ ବାବୁରେ। କେଉଁ କଥା ଅତୀତରେ ଘଟିଥିଲା କହ, ଜାଣିଅଛି ମନେ ତୋର ଯେ କେଉଁ ସନ୍ଦେହ। ପିତାମହ ବାକ୍ୟ ଶୁଣି ବୋଲେ ବୀଣାଧାରୀ, ଶୁଣନ୍ତୁ ପିୟର ମୋର ପ୍ରଶ୍ନକୁ ଆଦରି। ଅତୀତରେ ଦିନେ ମୋହି ଜାଣ ଆପଣଙ୍କୁ, ପୁଛିଥିଲି ଶୁକ୍ରବାରେ ପୂଜନ୍ତି କାହାକୁ। କାର୍ଯ୍ୟ ବ୍ୟସ୍ତତାରେ ରହି ଆପଣ ସେ କ୍ଷଣି, କହିନଥିଲେ ଯେ ମୋତେ ପଚାରିବା ବାଣୀ। ପକାନ୍ତୁ ମନରେ ଆଜି ଅଟେ କେଉଁ ବାର, ଯାଇଥିଲି ବୁଲିବାକୁ ମୋହି ମର୍ତ୍ତ୍ୟପୁର। ସେହି ମର୍ତ୍ତ୍ୟପୁରେ ଆଜି ଦେଖିଲି ସହସା, ନର ନାରୀ ଗଣ ସବୁ ହୋଇବେ ସବୁସା। ପୂଜନ୍ତି ଆଶୀଣ ଏକ ଦେବୀ ମୂରତିକୁ, ଶୁକ୍ରବାରେ ଆଜ ପିତା ଜାଣ ହେ ତାହାକୁ। ସେହି ପ୍ରଶ୍ନ ବାଚି ମୋର ମନେ ପିତାମହ, ଜାଣିଥିଲେ ଫେଡ଼ି କରି ସେହି କଥା କୁହ। ଏହି ଶୁକ୍ରବାର ଗୋଟି କାହାର ଅଟଇ,
କେଉଁ ଦେବତାର ପ୍ରିୟ ବାରକୁ ହସାଏ। କାହାକୁ ଏ ଶୁକ୍ରବାରେ ନର ନାରୀ ଗଣ ପୂଜନ୍ତି ଆନନ୍ଦ ମରେ କୁହ ହେ ତକ୍ଷଣ। ନାରଦ ବାରତା ଶୁଣି ପ୍ରଭୁ ବେଦବର ଆନନ୍ଦ ମନରେ ପୁତ୍ରେ ଦିଅନ୍ତି ଉତ୍ତର। ବୋଲନ୍ତି ପ୍ରିୟ କୁମର ଶୁଣ ମୋର ଗିର ପ୍ରଶ୍ନର ଉତ୍ତର ଆଗୁ କହ ବାର୍ତ୍ତା ମୋର। ସେହି ଦେବୀ ରୂପ କେଉଁ ପରି ହେ ଅଟଇ କିଏ ସେ ବାହନ ତାର କହ ତୁ ବୁଝାଇ। କିସ ଆୟୁଧକୁ ହସ୍ତେ ଧରି ଅଛି ସିଏ କାହାକୁ ମାରୁଛି ଅବା ତାର ଇବାସିଏ। ଏହା ଶୁଣି ଦେବଯତି ବୋଲନ୍ତି ପିଅର ବାହର ତାହାର କିଛି ଦେଖିନି ନେତ୍ରର। ଏକ ଦିବ୍ୟ ଆସନରେ ହସ ହସ ମୁଖେ ବସିଅଛି ପଦ୍ମାସରେ ଜାଣତି ସୁଖେ। ଦେହରେ ସୁନ୍ଦର ବସ୍ତ୍ର ଶୋହେ ମୁଁ ଦେଖିଛି ଗଳାରେ ପୁଷ୍ପର ହାର ଲମ୍ବି ଯାଇଅଛି। ଚତୁର୍ଭୁଜ ଅଟେ ସିଏ ଦକ୍ଷିଣ ହସ୍ତରେ ଊର୍ଦ୍ଧ୍ୱ କ୍ରମେ ଶୋହେ ଖଡ୍ଗ ଶିକରେ। ବାମ ଊର୍ଦ୍ଧ୍ୱ ହସ୍ତେ ଶୋହେ ଶିବଙ୍କ ତ୍ରିଶୂଳ ନିମ୍ନ ହସ୍ତେ ଏକ ପାତ୍ର ଦିଶଇ ସୁନ୍ଦର। ଆଉ କିଛି ଦେଖି ନାହିଁ ଆହେ ପିତାମହ ଯେତିକି ଦେଖିଛି ମୋର ଫେଡ଼ନ୍ତୁ ସନ୍ଦେହ। ଏହା ଶୁଣି ଚତୁର୍ମୁଖ କିଛି କ୍ଷଣ ପାଇ ବସିଲେ ଧ୍ୟାନରେ ଦେବ ପଦ୍ମଜୋନି ସେହି। ଚକ୍ଷୁକୁ ମୁଦ୍ରିତ କରି ପ୍ରଭୁ ପରମେଷ୍ଠି କିଛି କ୍ଷଣ ହେଲେ ସ୍ଥିର କଲେ ଯେଣୁ ସୃଷ୍ଟି। ମନ୍ଦ ମନ୍ଦ ହସି ବ୍ରହ୍ମା ଖୋଲିଣ ନୟନ ଆନନ୍ଦ ମନେ ନାରଦଙ୍କୁ ବୋଇଲେ ଶୁଣ। ଯାହା ତୁହି ପଚାରିଲୁ ସେହି ଶୁକ୍ରବାର ଅଟଇ ପ୍ରସିଦ୍ଧି ମର୍ତ୍ତେ ସନ୍ତୋଷୀ ମାତାର। ସନ୍ତୋଷୀ ମାତାର ପୁତ୍ର କନ୍ୟା ସାଜି ସର୍ବେ କରନ୍ତି ତାହାର ପୂଜା ଆନନ୍ଦେ ଓ ଗର୍ବେ। କଲ୍ୟାଣମୟୀ ଅଟଇ ସେହି ଅନ୍ନପୂର୍ଣ୍ଣା ଜଗତ କଲ୍ୟାଣ ଲାଗି ତାହା ତୁ ଅଜଣା। ବ୍ରହ୍ମାଙ୍କ ପୁଅ ନିଃସୃତ ବାଣୀକୁ ଶୁଣିଣ ଆହୁରି ସଂଶୟ ଚିତ୍ତ ନାରଦଙ୍କୁ ଜାଣ। ହେତୁ ତାର ହେଲା ସିଏ ଆଗରୁ ସନ୍ତୋଷୀ ବାର୍ତ୍ତା କିଛି ଅଜଣା ଯେ ଥିଲେ ସେ ଉରସୀ। ଏ ବାରତା ଶୁଣି ପ୍ରଭୁ ବେଦବର ଠାରୁ ସଂଶୟ ସାଗର ଘୋର ହୋଇଲାଟି ଗୁରୁ। କିଏ ସେ ସନ୍ତୋଷୀ ପୁଣି କାହା କନ୍ୟା ସିଏ କେଉଁ ଦିନ ମର୍ତ୍ତ୍ୟ ଲୋକେ ତାର ପୂଜା ହୁଏ। ଏ ବାରତା ପିତାମହେ ନାରଦ ପୁଛିଲେ ଆନନ୍ଦ ଭରେ ତନ୍ମୟେ ବ୍ରହ୍ମା ଯେ ଭାସିଲେ। ଧନ୍ୟ ଧନ୍ୟ ରେ ନାରଦ ଧନ୍ୟ ତୋର ଜ୍ଞାନ ଧନ୍ୟ ତୋର ମତି ଏହା ପଚାରିଲୁ ପୁଣ। ଜଗତ ହିତ ସାଧନେ ସନ୍ତୋଷୀର କୀର୍ତ୍ତି କହିବି ନିଶ୍ଚିତ ଭାବେ
ମୁହିଁ କହୁଅଛି ସୃଷ୍ଟି ଠାରୁ କାହା କନ୍ୟା ଅଟଇଟି ସିଏ, କେଉଁ ରୂପେ ହୁଏ ପୂଜା କହିବି ନିଶ୍ଚୟ। ସନ୍ତୋଷୀ ପୁରାଣେ ନାମେ ଏହି ଯେ ବାରତା, ମର୍ତ୍ତ୍ୟଲୋକେ ପ୍ରଚାରିତ ହେବ ନିଶ୍ଚେକା। ଆରମ୍ଭରେ ସନ୍ତୋଷୀର ଜନ୍ମ ବୃତ୍ତାନ୍ତ, ପୂର୍ବ ଭାଗୁ ଆହୁରି ମୁଁ କହିବି ଯେ ସତ। ସନ୍ତୋଷୀ ପୁରାଣେ ସବୁ ପବିତ୍ର ଆଖ୍ୟାନ, ଜଗତ ହିତାର୍ଥରେ ସନ୍ତୋଷୀ ପୁରାଣ। ପ୍ରଥମ ଏ ପୁରାଣରେ ଗଣନାଥ ଜନ୍ମ, ବୃତ୍ତାନ୍ତକୁ ଆନନ୍ଦରେ କରିବି ବର୍ଣ୍ଣନ। ସନ୍ତୋଷୀ ପୁରାଣେ ଏହା ପବିତ୍ର ଆଖ୍ୟାନ, ଅବୋଧ ଚନ୍ଦ୍ରଶେଖର ଗୀତେ ଭଣେ ଜାଣ। ପାର୍ବତୀଙ୍କ କୈଳାସ ତ୍ୟାଗ ଏବଂ ଗଣେଶ ଜନ୍ମ। ଏଥୁ ଅନନ୍ତରେ ଶୁଣ କୋବିଦ ମଣ୍ଡଳୀ, କହୁଅଛି ଯାହା ତାହା ଶୁଣ ହେତୁ କରି। ସନ୍ତୋଷୀ ପୁରାଣ ଏହା ପବିତ୍ର ଆଖ୍ୟାନ, ଶୁଣିଲେ ନିଶ୍ଚିତେ ପାପ ହୋଇବ ଖଣ୍ଡନ। ସାଧୁ ଜନଙ୍କର ଏହା ଅଟେ କତରି, ସଂସାର ସାଗରୁ ଯେହ୍ନେ ଯିବ ଯେ ଉଦ୍ଧୁରି। ସନ୍ତୋଷୀ ପୁରାଣେ ଦେବୀ କୀର୍ତ୍ତି ଗାଥା, ପରମ ସୌଭାଗ୍ୟ ବଳେ ମିଳଇ ଜାଣିଥା। ବୀଣାଧାରୀ ଗୀର ଶୁଣି କହନ୍ତି ଲୋକେଶ, ପଚାରିଲୁ ଯେଉଁ କଥା ଶୁଣ ହୋଇତୋଷ। ସନ୍ତୋଷୀ ମାତା ଉତ୍ପତ୍ତି ହେ ଯେ ପୂର୍ବରୁ, ପିତାମହ ଠାରୁ ପିତା ଜନ୍ମ ଆଜି ଗୁରୁ। ସେ ସମସ୍ତ କଥା କହୁଛି ମୁଁ ତୋତେ, ମନ କର୍ଣ୍ଣ ଦେଇ ଶୁଣ କହେ ତୋ ଗ୍ରତେ। ଦକ୍ଷ ଯଜ୍ଞ ଠାରେ ମୃତା ସତୀ ପାର୍ବତୀ, ଜନ୍ମ ହୋଇଲେ ଯାଇ ହିମାଳୟ କତି। ନଗାଧିରାଜର କନ୍ୟା ଲଭିତ ତ କାଳେ, ଆନନ୍ଦ ହୋଇଲେ ଅତି କି କହିବି ହେଳେ। ଗଡ଼ିଯାଏ ସମୟର ରଥ ଚକ ଧୀରେ, କରେଣି ପ୍ରତୀକ୍ଷା ସିଏ କଦାପି ଆବରେ। ବିତଇ ସମୟ ଯାର ଫେରେ ନାହିଁ ସିଏ, ସେହିପରି ମହାମାୟା ବୟସ ଯେ ଧାଏ। ବାଲ୍ୟକାଳ ଧୂଳି ଘର ଦେବୀଙ୍କ ଗମିଲା, 16 ବରଷ ଦେବୀ ଶରୀରେ ପଶିଲା। ସେ ସମୟେ ଶୈଳ ସୁତା ଦେବୀ ଭଗବତୀ, ଜାଣିଲେ ଅତୀତେ ଭବ ଥିଲେ ତାଙ୍କ ପ୍ରତି। ଅତୀତରେ ଦକ୍ଷ ଥିଲେ ଦେବୀଙ୍କ ପିୟର, ଦକ୍ଷକୁ ପାନଳେ ତେଜି ଥିଲେ ଯେ ଶରୀର। ସେହି ଦିନୁ ଭବ ସହ ଭବାନୀର ଭେଟ, ହୋଇ ନାହିଁ ବୋଲି ନିଜେ ଜାଣିଲେ ତୁରିତ। ଏମିତି ସମୟ ଗିରି ରାଜ ହିମାଳୟ, ଜାଣିଲେ ଯେ ପାର୍ବତୀର ଯୌବନ ସମୟ। ପିତା ହିମାଳୟ ଆନ ମାତା ରାଣୀ ମେନା, ଆୟୋଜିତ ବିବାହ ଯେ
ହେବ ନିଜ କନ୍ୟା। ଅଲି ଅଳି ରାଜ ଯେମା ଜାଣି ସେହି ରାମା, ସୁନ୍ଦର ପାତ୍ର ଖୋଜିଲେ ବିବାହେ ଗିରିଜା। ନିଜ ସହଚରୀ ଠାରୁ ଶୁଣିଲେ ପାର୍ବତୀ, ପିତା ତାଙ୍କ ପାଇଁ ପୁଣି ଯେ ବ୍ୟସ୍ତ ହୁଅନ୍ତି। କନ୍ୟାଦାନ କରିଦେଲେ ଯିବ ଏକ ଚିନ୍ତା, ସମ୍ମତି ଯେ କରିଛନ୍ତି ଜନ୍ମଦାତ୍ରୀ ମାତା। ଏ ବାରତା ପରେ ପରେ ମାତାଙ୍କ ନିକଟେ, ଚଳିଲେ ପାର୍ବତୀ ନିଜେ ସଖୀଙ୍କ ସହିତେ। ରାଣୀ ହଂସପୁର ଠାରେ ଅଲି ଅଳି ଯେମା, ପହଞ୍ଚି ନ ଗଲେ ସୁଖେ ଭୂତପତି ବାମା। କନ୍ୟାକୁ ଦେଖିଣ ମେନା ଆନନ୍ଦ ମନରେ, ବୋଇଲେ ପାର୍ବତୀ କେଳେ ଏଠି ଅବେଳରେ। କହ କହ ସ୍ନେହାଧୀନା କନ୍ୟା ତୁନି ମୋର, କେଉଁ ଅଭିପ୍ରାୟ ଉପନୀତ ତୁମେ ହେଲ। ଏ ବାରତା ଶୁଣି ଯେମା ଲଜ୍ଜା ଅବନତ, କରିଲା ଯେ ମୁଖ ହେଲା ତାର ହସସ୍ମିତ। ଏ କଥାକୁ ଦେଖି ଦେବି ସଖୀ ଯେ ବୋଇଲା, କେମନ୍ତେ ସ୍ତମ୍ଭ ପରାଏ ଶରୀର ହୋଇଲା। ଯେଉଁ ପାଇଁ ଆସିଅଛ ତାହା ଯେମା ଦେଇ, ମାତାଙ୍କ ଗ୍ରତେ ସବୁ କୁହ ଯେ ଫିଟାଇ। ସଖୀ ବାର୍ତ୍ତା ଶୁଣି କରି ମହାରାଣୀ ମେନା, ଜାଣିଲେ ଯେ କିଛି କଥା କହିବ ସେ କନ୍ୟା। ଲଜ୍ଜାରେ ସେ ବୋଧ ହେବ ହସୁଛି ସେ ଆଜି, ଏତେ କରି ମହାରାଣୀ ହେଲେ ମନେ ଖୁସି। ବୋଇଲେ ପାର୍ବତୀ କିମ୍ବା ଆସିଛୁ ମୋ ପାଶେ, ଫିଟାଇ କହ ସତର ଜନନୀ ତ ଭାସେ। କର ନାହିଁ ଲଜ୍ଜା ସୁକୁମାରୀ ମୋର, ଯାହା ଭାବୁଛୁ ମନରେ କହିଦେ ସତର। ମାତାଙ୍କ ବାରତା ଶୁଣି କହିଲେ ଭବାନୀ, ଯାହା ପଚାରିଲ ତାହା ଶୁଣ ଗୋ ଜନନୀ। ବିବାହ ପାଇଁ କି ପିତା ସୁଖେ ଆୟୋଜନ, କରୁଛନ୍ତି ଶୁଣି ମୁହିଁ ଆସିଲି ତକ୍ଷଣ। ଏକ ଗୋଟି ଅନୁରୋଧ କରିବା ନିମିତ୍ତ, ବଳି ଅଛି ଜନ୍ମଦାତ୍ରୀ ଆଜ ମୋର ଚିତ୍ତ। ନ ରଖିଣ ଲଜ୍ଜା ମୋତେ କହଲ ପାର୍ବତୀ, ସସ୍ନେହରେ ରାଣୀ ମେନା ବୋଇଲେ ଝଟତି। ମାତା ବାର୍ତ୍ତା ଶୁଣି କନ୍ୟା ବୋଇଲେ ଯେ ଗିର, ଶୁଣ ସବୁ କହୁଅଛି ଧ୍ୟାନେ ବାର୍ତ୍ତା ମୋର। ଅତୀତର ସ୍ମୃତି ଆଜି ଜାଗେ ମୋର ମନେ, ଚନ୍ଦ୍ରଶେଖର ଯେ ଥିଲେ ପତି ମୋର ଜାଣେ। ଦକ୍ଷ ଯଜ୍ଞେ ଦେହ ତ୍ୟାଗ କରିଲିଟି ଜାଣ, ତାପରେ ଶବକୁ ମୋର ଭବ ଯେ ଧରିଣ। ଭ୍ରମଣ କରିଲେ ସୁଖେ ଚରାଚର ବିଶ୍ୱ, ତାହାକୁ ଜାଣିଲେ ପ୍ରଭୁ ରମାଙ୍କର ଈଶ। ବ୍ରହ୍ମା ଯେ ଅଟନ୍ତି କହି ସୃଷ୍ଟି ସ୍ରଷ୍ଟା, ନାରାୟଣଙ୍କର ଅଟେ ପାଳନର ଚିନ୍ତା। ଧ୍ୱଂସକାରୀ ଅଟନ୍ତି ଯେ ପିନାକୀ ଶଙ୍କର,
ଧ୍ୱଂସିବା ଧର୍ମଟି ଅଟେ କରମ ତାଙ୍କର। ଦୀର୍ଘ ଦିନ ରହି ଧ୍ୱଂସ ଚରାଚର ବିଷ। ଛାର ଖାର ନ ହୋଇଲା ଜାଣିଲେ ରମେଶ। ଧ୍ୟାନ ବଳେ ଶିବଙ୍କର ସର୍ବକର୍ମ ମାଣ। ଜାଣି କରି ନ ପେଶିଲେ ଦେବ ସୁଦର୍ଶନ। ଚକ୍ରର ଯେ କ୍ଷିପ୍ର ଗତି ଶବ୍ଦହୀନ ହେଲା। ପିନାକୀର ପଛେ ପଛେ ଆନନ୍ଦେ ଧାଇଁଲା। ବିଷ୍ଣୁଙ୍କର ଆଦେଶକୁ ପାଳି ସୁଦର୍ଶନ। କ୍ରମାନ୍ୱୟରେ ଛେଦିଲା ମମୃତ ଶରୀର। ଏହିପରି ଭାବେ ମୋର ଶରୀରକୁ ଛେଦି ଗଲା ସେ ବାହୁଡ଼ି ପୁଣି କରି ନିଜ ବୁଦ୍ଧି। ସେବାର ତାଜି ମୋର ମନରେ ପଡ଼ିଣ। ଦୁଃଖ ଲାଗୁଅଛି ଯେଣୁ କରତା କାରଣ। ମୋଟା ମୋଟି ପିଅରେ ମୋ ବାରତା ଜଣାଅ। ଶିବ ସହ ମୋତେ ସିଏ କରିବେ ବିବାହ। ଏତେ ବୋଲି କହି ଯେ ମା ନିଜ କୋଠରୀକୁ ଫେରିଗଲେ ସାଥିରେ ଯେ ନୀଳ ସଖୀକୁ। କିଛି କ୍ଷଣ ପରେ ଦରବାର କର୍ମ ଶେଷେ ପହଞ୍ଚିଲେ ନାଗରାଜ ମେନାଙ୍କର ପାଶେ। ନିତ୍ୟ କର୍ମ ଶେଷ କରି ପହୁଡ଼ ନିମିତ୍ତ ପଲଙ୍କରେ ବିଜେ ହେଲେ ରାଜନ ତୁରିତ। ଏହାପରେ ହେଲା କିସ ଶୁଣ ମନ ଦେଇ। ସନ୍ତୋଷୀ ପୁରାଣେ ବର୍ଣ୍ଣି ଅଛି ଜାଣ ମୁହିଁ। ପବିତ୍ର ଆଖ୍ୟାନ ଇଏ ପୁରାଣ ମଧ୍ୟରେ। ପଢ଼ି ବୁଝ ହେ କୋବିଦେ ଅତି ଆନନ୍ଦରେ। ବାହୁଡ଼ିବା କାଳେ ମେନା ରାଜାଙ୍କର ପାଶେ। କୁହନ୍ତି ବାରତା ଏକ କହିବି ମୁଁ ଭାଷେ। କୁହ ଆଗ ମୋର କଥା ରଖିବ ବା ନାହିଁ। ତାହାପରେ ଗୋଟି ଗୋଟି କହିବିଟି ମୁହିଁ। ଏତେ ବୋଲି ମେନା ରାଣୀ ତୁନି ହୋଇଗଲେ। ନଗାଧି ରାଜନ ସୁଖେ ସନମତି କଲେ। ବୋଲନ୍ତି ଯେ ହିମାଳୟ ଆନନ୍ଦ ମନରେ। କେଉଁ କଥା ଭାବିଅଛି କୁହ ମୋତେ ବାରେ। କହୁଛନ୍ତି ନଗରାଜେ ଚାହିଁଣ ମେନାକୁ। ପରେ ପରେ ମେନା ବୋଲେ ନଗାଧି ରାଜକୁ। ପାର୍ବତୀ ମୋହର ଆସି କହିଗଲା ମୋତେ। ବର ଆୟୋଜନ କେଣେ କରୁଅଛ ଚିତ୍ତେ। ବାରେ ବୁଝାଇଣ ମୋତେ କୁହ ପରମେଶ। କନ୍ୟା ସ୍ଥିର କରିଅଛି ପାତ୍ର ତ ମହେଶ। ମୋର ମତେ ସେହି ନିଶ୍ଚେ ଆମ୍ଭ କନ୍ୟା ଲାଖି। ତାଙ୍କୁ ଯାଇବାରେ ତୁମେ କୁହ କଥା ଯୋଖି। କ୍ରୋଧ ଗର ଗର ହେଲେ ନଗାଧି ରାଜନ। ମହାରାଣୀ ମେନାଙ୍କର ବାର୍ତ୍ତାକୁ ଶୁଣିଣ। କି କଥା କହୁଛ ମୋତେ ଆଗ ମହାରାଣୀ। ଶିବେ ମୁହିଁ ଅନୁରୋଧ କହୁଛି କେଜାଣି। ମନେ ରଖ ରାଜା ମୁହିଁ ଏ ପର୍ବତଙ୍କର। ଉପେକ୍ଷା କରିବ ଯେବେ
ମୋ କଥା ଶଙ୍କର ମଥା ମୋର ସୁନିଶ୍ଚିତ ନଇବ ତଳକୁ ସମାନ ମୋହର ସାଥେ ମିଶିବ କଥାକୁ ଏଣୁ କରି ଶିବେ ମୁହିଁ ଜାଣ ଅନୁରୋଧ ନ କରିବି ଏଇ କଥା ମନେ ତୁ ମହେଶ। ଜୟ ମା ସନ୍ତୋଷୀ।